ଖଣି ଅଞ୍ଚଳରେ ଉଭାନ ହେଉଛି ଶାଳ ମଞ୍ଜି। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳରେ ଥିବା ବଣ ଜଙ୍ଗଲରେ ସବୁଠାରୁ ଅଧିକ ପରିମାଣରେ ଶାଳ ଗଛ ଦେଖାଯାଏ। ଅନ୍ୟ ଗଛ ତୁଳନାରେ ଶାଳ ଗଛ ବଢ଼ିବାକୁ ସବୁଠାରୁ ଅଧିକ ସମୟ ନେଉଥିବା ବେଳେ ଏହାର ହାଇବ୍ରିଡ୍ ଚାରା ମଧ୍ୟ ଦେଖିବାକୁ ମିଳେ ନାହିଁ। ତେଣୁ ସମସ୍ତ ଶାଳ ଜଙ୍ଗଲ ପ୍ରାକୃତିକ ପ୍ରଣାଳୀରେ ହିଁ ସୃଷ୍ଟି ହୁଏ। ତେବେ ଶାଳ ଗଛ ଯୋଡ଼ା ଖଣି ଅଞ୍ଚଳବାସୀଙ୍କ ସଂସ୍କୃତି ସହିତ ଜଡ଼ିତ ଥିବାବେଳେ ଏହାର ପତ୍ର, ମଞ୍ଜି ଓ ଝୁଣା ଅର୍ଥ ଉପାର୍ଜନର ଏକ ମାଧ୍ୟମ। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଓ ପୂଜା ପଦ୍ଧତିରେ ଶାଳ ପତ୍ରର ଚୌପତିକୁ ପବିତ୍ର ବୋଲି କୁହାଯାଏ। ବିଭିନ୍ନ ଭୋଜି ଭାତରେ ଶାଳ ପତ୍ରର ଖୋଲି ବ୍ୟବହାର କରାଯିବାର ପରମ୍ପରା ପ୍ରାଚୀନ କାଳରୁ ଚାଲି ଆସୁଛି। ତେବେ ବର୍ତ୍ତମାନ ବଜାରରେ କାଗଜ ପଟିର ଖୋଲି ଓ ସୋଲ ତିଆରି ଖୋଲିର ଚାହିଦା ଅଧିକ ରହିଥିବା ବେଳେ ଶାଳପତ୍ର ଖୋଲିର ବ୍ୟବହାର ଦିନକୁ ଦିନ ଲୋପ ପାଇବାକୁ ବସିଲାଣି। ତେଣୁ ବର୍ତ୍ତମାନ ଶାଳ ଗଛର ଦାନ୍ତକାଠି କିମ୍ବା ଶାଳ ପତ୍ରର ଖୋଲି ଆଉ ଦେଖିବାକୁ ମିଳୁନାହିଁ। ତେବେ ପଡ଼ୋଶୀ ଝାଡ଼ଖଣ୍ଡ ପ୍ରଦେଶରେ ଥିବା ବିଭିନ୍ନ ହୋଟେଲମାନଙ୍କରେ ଏବେ ମଧ୍ୟ ଶାଳ ପତ୍ର ଖୋଲିରେ ଖାଦ୍ୟ ପରିବେଷଣ କରାଯିବାର ପରମ୍ପରା ରହିଛି। ତେବେ ବର୍ଷ ବର୍ଷ ଧରି ଯୋଡ଼ା ଖଣି ଅଞ୍ଚଳବାସୀ ଜଙ୍ଗଲରୁ ଶାଳ ମଞ୍ଜି ସଂଗ୍ରହ କରି ବିକ୍ରି କରୁଥିବା ଦେଖିବାକୁ ମିଳୁଥିଲା। ଏଥି ନିମନ୍ତେ ଜଙ୍ଗଲ ବିଭାଗର ଅନୁମତି ନେଇ ବିଭିନ୍ନ ଗ୍ରାମରେ ଶାଳ ମଞ୍ଜି ସଂଗ୍ରହ କେନ୍ଦ୍ର ମଧ୍ୟ ଖୋଲାଯାଉଥିଲା। ତେଣୁ କହିବାକୁ ଗଲେ ଶାଳ ଗଛ ଯୋଡ଼ା ଖଣି ଅଞ୍ଚଳବାସୀଙ୍କର ଅର୍ଥ ରୋଜଗାରର ଏକ ମାଧ୍ୟମ ବୋଲି କୁହାଯାଉଥିଲା। ତେବେ ବର୍ତ୍ତମାନ ଯୋଡ଼ା ଖଣି ଅଞ୍ଚଳରେ ଥିବା ବଣ ଜଙ୍ଗଲରେ ଆଉ ପୂର୍ବ ଭଳି ଶାଳ ମଞ୍ଜି ମିଳୁନଥିବା ବେଳେ ଖଣି ଅଞ୍ଚଳବାସୀ ମଧ୍ୟ ଆଉ ସେଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି।